ଭିଜିଲାନ୍ସ ଜାଲରେ OPHWC ଡେପୁଟି ମ୍ୟାନେଜର ଲକ୍ଷ ଲକ୍ଷ ଟଙ୍କା ଜବତ। ବିପୁଳ ପରିମାଣରେ ଲାଞ୍ଚ ଟଙ୍କା ସଂଗ୍ରହ ସମ୍ବନ୍ଧୀୟ ବିଶ୍ୱସନୀୟ ସୂଚନା ଆଧାରରେ ଆଜି ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ସମ୍ବଲପୁର ବିଭାଗର ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନର ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳଙ୍କୁ ଧରିଛନ୍ତି। ସେ ସମ୍ବଲପୁର ରେଲୱେ ଷ୍ଟେସନ ନିକଟରେ ଥିବାବେଳେ ତାଙ୍କ ପାଖରୁ 5 ଲକ୍ଷ ଟଙ୍କାର ସନ୍ଦେହଜନକ ଅବୈଧ ନଗଦ ଟଙ୍କା ଜବତ କରାଯାଇଥିଲା। ସମ୍ବଲପୁର ଭିଜିଲାନ୍ସ ବିଶେଷ ବିଚାରପତିଙ୍କ ଆଦେଶ ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ପରେ ସମ୍ବଲପୁର, ଭୁବନେଶ୍ୱର ଓ ଗଞ୍ଜାମ ଜିଲ୍ଲାର ଭଞ୍ଜନଗରରେ ତାଙ୍କର ସମ୍ପୃକ୍ତି ବିଭିନ୍ନ ସ୍ଥାନରେ ଏକା ସମୟରେ ଚଢ଼ାଉ କରାଯାଇଛି। ଭୁବନେଶ୍ୱରରେ ଥିବା ତାଙ୍କର ବାସଭବନରୁ ଅନ୍ୟ 5 ଲକ୍ଷ ଟଙ୍କା ମଧ୍ୟ ଜବତ ହୋଇଛି। ଏହା ସହିତ ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ତାଙ୍କ ଭଉଣୀଙ୍କ ଘରୁ 2ଟି ଟ୍ରଙ୍କରେ ରଖାଯାଇଥିବା ପ୍ରାୟ 70ଟି 500 ଟଙ୍କାର ବଣ୍ଡଲ ମଧ୍ୟ ଜବତ କରାଯାଇଛି। ଟଙ୍କା ଗଣନା ପାଇଁ ମେସିନ୍ ବ୍ୟବହାର କରାଯାଇଛି ଏବଂ ଗଣନା ପ୍ରକ୍ରିୟା ଚାଲି ରହିଛି। ଖବର ଲେଖିବା ପର୍ଯ୍ୟନ୍ତ ତଦନ୍ତ ଓ ଚଢ଼ାଉ କାର୍ଯ୍ୟ ଅବ୍ୟାହତ ରହିଥିବାରୁ ସଠିକ୍ ତଥ୍ୟ ମିଳିପାରିନାହିଁ। ସମ୍ବଲପୁରରୁ ବ୍ୟୁରୋ ରିପୋର୍ଟ, ଚତୁର୍ଥ ସ୍ତମ୍ଭ ନ୍ୟୁଜ୍।